ନମସ୍କାର ପ୍ରିୟ ସଜ୍ଜନ ମଣ୍ଡଳୀ, ଆପଣମାନେ ଯଦି ଓଡ଼ିଆ ଭାଗବତ ପାଠ କରିବାକୁ କିମ୍ବା ଶୁଣିବାକୁ ଭଲ ପାଆନ୍ତି, ତାହେଲେ ଆମ ଏହି ମାଇଥୋଲୋଜି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଥାନ୍ତୁ। କାହିଁକିନା ଆମ ଏହି ୟୁଟ୍ୟୁବ୍ ଚ୍ୟାନେଲରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ପ୍ରଣୀତ ଶ୍ରୀମଦ୍ ଭାଗବତ ମହାପୁରାଣର ଗୋଟିଏ ଅଧ୍ୟାୟର ଭିଡ଼ିଓ ପ୍ରତ୍ୟେକ ଦିନ ଆସିଥାଏ, ଯାହା ଆପଣମାନେ ପଢ଼ିପାରିବେ, ଶୁଣିପାରିବେ ଏବଂ ଦେଖିପାରିବେ। ତେବେ ଆସନ୍ତୁ, ଆଜି ଆମେ ପାଠ କରିବା ଶ୍ରୀମଦ୍ ଭାଗବତ ମହାପୁରାଣ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ। ତେବେ ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଆରମ୍ଭ କରିବା। ଓମ୍ ଶ୍ରୀ ପରମାତ୍ମନେ ନମଃ। ଶ୍ରୀମଦ୍ ଭାଗବତ ମହାପୁରାଣ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ। ଯେ ଅବତାରେ ଯେବା କର୍ମ ତାହାର ପ୍ରয়োଜନ ଗୁଣ, ନାରଦେ ବ୍ରହ୍ମାଜା କହିଲେ ତାହା ବର୍ଣ୍ଣନ ସପ୍ତମରେ। ବ୍ରହ୍ମା ଉବାଚ ଶୁଣ ନାରଦ ମୁନିବର, ଭୂତ ଭବିଷ୍ୟ ଅବତାର ଅଶେଷ ଜନଙ୍କର ହିତେ, ଶୁଣ କହିବା ତଗ୍ରତେ। ପଦ୍ମକଳ୍ପର ଅନ୍ତେ ହରି, ଶୁକର ରୂପେ ଅବତରି, ସେ ସର୍ବଯଜ୍ଞମୟ ଗାତ୍ରେ, ଧରଣୀ ଉଦ୍ଧରିବା ଅର୍ଥେ। ଆଦି ଅସୁର ଅବତାର, ପ୍ରଚଣ୍ଡ ହିରଣ୍ୟାକ୍ଷ ବୀର, ତାହାକୁ ମହାର୍ଣ୍ଣବ ଜଳେ, ଦନ୍ତେ ବିଦାରିଲେ ପାତାଳେ। ବଜ୍ରେ ଯେ ଶୋନେ ବଜ୍ରଧର, ହେଳେ ବିଦାରେ ମହୀଧର। ସେ ପୁଣି ରୁଚି ଋଷି ଘରେ, ଜନ୍ମିଲେ ଆକୁତି ଉଦରେ। ସୁଯଜ୍ଞ ରୂପେ ଅବତରି, ଦକ୍ଷିଣା ଗର୍ଭେ ବୀର୍ଯ୍ୟ ଭରି। ସର୍ବଦେବଙ୍କୁ ଜାତ କଲେ, ତ୍ରୈଲୋକ୍ୟ ଭୟ ନିବାରିଲେ। ମନୁ ଯେ ବ୍ରହ୍ମାର ନନ୍ଦନ, ତେଣୁ ସେ ଦେଲେ ହରି ନାମ। କର୍ଦମ ଋଷି ଗୃହେ ପୂର୍ବେ, ଜନ୍ମିଲେ ଦେବହୂତି ଗର୍ଭେ। ତାଙ୍କ ସଙ୍ଗତେ ନବ ନାରୀ, ଜନ୍ମିଲେ ଦିବ୍ୟ ରୂପ ଧରି। ସେ ଜନ୍ମେ ଜନନୀର ଦୁଃଖ, ଦେଖି ସଦୟ ପଦ୍ମମୁଖ। ଆତ୍ମାର ଗତି ମାତା ଆଗେ, କହିଲେ ତତ୍ତ୍ୱ ଅନୁରାଗେ। ସେ ତତ୍ତ୍ୱେ ଆତ୍ମାଗୁଣ ଦୋଷ, ସେ ଦେବହୂତି କଲେ ନାଶ। ତାହାଙ୍କୁ ମାୟାରୁ ଉଦ୍ଧରି, କପିଳ ରୂପେ ଅବତରି। ଅତ୍ରିର ତପ ଦେଖି ତ ସେ, ତକ୍ଷଣେ ମିଳି ତାର ପାଶେ। ବୋଇଲେ ଦେଲି ତୋତେ ବର, ହୋଇବି ତୋହର କୁମର। ଦତ୍ତ ବଚନେ ଦତ୍ତ ନାମ, ସୁନ୍ଦରେ ସମ ନୁହେଁ କାମ। ଧରଣୀ ପର୍ଯ୍ୟଟନ କଲେ, ଅନେକ ତପ ଆଚରିଲେ। ହୟ ଯଦୁ ଆଦି ରାଜା, ତାର ଚରଣେ କଲେ ପୂଜା। ଯୋଗ ସମାଧି ସମ୍ପାଦିଲେ, ଜନ୍ମ ମରଣୁ ନିସ୍ତାରିଲେ। ସୃଷ୍ଟି ସୃଜନେ ମନ କରି, ଆଦ୍ୟ ମୁଁ ତପ ଯେ ଆଚରି। ତପର ବଳେ ଭଗବାନ, ଜାତ ହୋଇଲେ ଚତୁସନ। ଯେ ଯୋଗ ପୂର୍ବ କାଳେ ଥିଲା, କଳ୍ପ ପ୍ରଳୟେ ନାଶ ଗଲା। ତାହା ଉଦ୍ଧରି ଯୋଗ ବଳେ, ଧର୍ମ ରଖିଲେ ମହି ତଳେ। ଦକ୍ଷ କୁମାରୀ ଗର୍ଭେ ହରି, ଧର୍ମର ବୀର୍ଯ୍ୟ ଅବତରି। ସେ ଦକ୍ଷ କନ୍ୟା ମୂର୍ତ୍ତି ନାମ, ସର୍ବସୁନ୍ଦର ଅନୁପମ। ତାର ଉଦରୁ ପୂର୍ବକଳ୍ପେ, ଜନ୍ମିଲେ ନାରାୟଣ ରୂପେ। ନର ସ୍ୱରୂପ ନର ନାମ, ସର୍ବସୁନ୍ଦର ପୁଣ୍ୟଧାମ।
ନିଶ୍ଚଳ ତପ ଯୋଗ ଧ୍ୟାନେ ବସିଲେ ବଦରିକାଶ୍ରମେ। ଅତି ଦୁଃସହ ତପ ଘରେ ଇନ୍ଦ୍ର କମ୍ପିଲା ସ୍ୱର୍ଗପୁରେ। ତକ୍ଷଣେ ଅପସରା ଗଣେ ମିଳିଲେ ବଦରିକା ବନେ। ଦିବ୍ୟ ସୁବେଶେ ନାନା ରଙ୍ଗେ ଆସି ମିଳିଲେ ତପଭଙ୍ଗେ। ତହିଁ ଉର୍ବଶୀ ରୂପ ଦେଖି ଲାଜେ ହୋଇଲେ ଅଧୋମୁଖୀ। କୋପ ନୟନେ ମୁନିଜନ କାମକୁ କରନ୍ତି ଦହନ। କୋପକୁ ନ ପାରନ୍ତି ଦହି କୋପ ପ୍ରବେଶ ଯହିଁ ନାହିଁ। କାହୁଁ କରିବେ ତପନାଶ ବାହୁଡ଼ି ହୋଇଲେ ନିରାଶ। ଉତ୍ତାନ ପାଦ ରାଜା କୋଳେ ଧ୍ରୁବ ବାଳକ ସ୍ନେହ ଭୋଳେ ବସିବ ବୋଲି ବିଚାରିଲା। ମାତା ସପତ୍ନୀ ଝିଙ୍ଗାସିଲା। ସେ ନିଜ ଜନନୀ ବଚନେ ଅରଣ୍ୟେ ଗଲା ଦୁଃଖ ମନେ। ଅତି କଠୋର ତପ କଲା ତାକୁ ଯେ ଧ୍ରୁବ ପଦ ଦେଲା। ମୁନିଏ ଊର୍ଦ୍ଧ୍ୱେ ତଳେ ଥାଇ ଧ୍ରୁବ ତପସ୍ୟା ଫଳ ଚାହିଁ। ସ୍ତୁତି କରନ୍ତି ତାର ତପେ ଜନନୀ ଦେଖି ତା ସମୀପେ। ବେଣ ଯେ ସତ୍ୟ ଯୁଗେ ରାଜା ଅଧର୍ମେ ପାଳେ ଜନ ପ୍ରଜା। ହରିଙ୍କି ନ ସ୍ଥାପନ୍ତେ ଭଲେ ବ୍ରାହ୍ମଣେ ସାପ ନାଶ କଲେ। ରାଜା ମାରଣେ ଅରାଜକେ ପ୍ରଜା ଲୁଟିଲେ ଦୁଷ୍ଟ ଲୋକେ। ତା ଦେଖି ଦିଜେ ସ୍ତୁତି କରି ତକ୍ଷଣେ ପୃଥୁ ରୂପ ଧରି। ହରି ଜନ୍ମିଲେ ରାଜା କୂଳେ ଭୂମିକି ଦୁହିଁ ବାହୁ ବଳେ। ପ୍ରଜାଙ୍କୁ ଶସ୍ୟ ବୀଜ ଦେଲେ ଅନ୍ନ ସଙ୍କଟୁ ଧରିଲେ। ନାଭିର ବୀର୍ଯ୍ୟେ ସେ ଋଷଭ ସୁଦେବୀ ଉଦରେ ସମ୍ଭବ। କପଟେ ଜଡ଼ ରୂପ ଧରି ସକଳ ଯୋଗ ସାଧ୍ୟ କରି। ପରମହଂସ ମୁନିଗଣେ ନମନ୍ତି ଯାହାର ଚରଣେ। ସେ ସ୍ୱଳ୍ପ ଶାନ୍ତ ଅନ୍ତର୍ଗତ ଅଶେଷ ସଙ୍ଗରୁ ବିମୁକ୍ତ। ପୁଣି ମୋହର ଯଜ୍ଞ କାଳେ ମନ୍ତ୍ରେ ଉପୁଜିଲା ଅନଳେ। ନର ଶରୀର ଅଶ୍ୱଶିର ସୁବର୍ଣ୍ଣ ବର୍ଣ୍ଣ ଜଟାଭାର। ସକଳ ବେଦ ଯଜ୍ଞମୟ ଅଖିଳ ଦେବ ଆତ୍ମା ଦେହ। ତାର ନିଶ୍ୱାସୁ ବେଦ ତିନି ଜନ୍ମିଲେ କର୍ମ କାଣ୍ଡ ଘେନି। ଯୁଗାନ୍ତ କାଳେ ମହାଜଳେ ରାଜାର ତର୍ପଣର କାଳେ। ରାଜା ଚଳୁରେ ଦୈତ୍ୟାରି ମିଳିଲେ ମତ୍ସ୍ୟ ରୂପ ଧରି। ଜଳ ବିପ୍ଳବେ ବେଦ ରାଶି ଥିଲା ଯେ ମହାଜଳେ ପଶି। ସେ ବେଦ ସଲିଳୁ ଧରି ମନୁକୁ ଦେଲେ ନରହରି। ବାସବ ସମ୍ପଦ ଉଦ୍ଧାରେ କ୍ଷୀର ସମୁଦ୍ର ମନ୍ଥିବାରେ। ମିଳି ସକଳ ଦେବାସୁର ସମୁଦ୍ରେ ସ୍ଥାପିଲେ ମନ୍ଦର। ଅଗାଧ ଜଳ ମଧ୍ୟେ ହରି ମିଳିଲେ କୂର୍ମ ରୂପ ଧରି। ପୃଷ୍ଠେ ବହିଲେ ଗିରିବର ମନ୍ଥନ କଲେ ଦେବାସୁର। ଗିରି ଘର୍ଷଣ କଣ୍ଡୁ ସୁଖେ ନିଦ୍ରା ନୟନ ଅଧୋମୁଖେ। ପୁଣି ନୃସିଂହ ଅବତାର ଦେବଙ୍କ ଭୟ କଲେ ଦୂର। ପ୍ରହ୍ଲାଦକୁ ରକ୍ଷା କରି ହିରଣ୍ୟକଶ୍ୟପୁ ବିଦାରି। ଭ୍ରମାଇ ଭ୍ରୁକୁଟି କୁଟିଳ ଦନ୍ତଶ୍ରୀ ମୁଖ ବିକରାଳ। ଗଦା ବୁଲାଇ ଅତି ବେଗେ ଦୈତ୍ୟ ମିଳିଲା ଆସି ଆଗେ। ତକ୍ଷଣେ ଉରୁ ମଧ୍ୟେ ଧରି ନଖାଗ୍ରେ ହୃଦୟ ବିଦାରି। ମହାଦୈତ୍ୟକୁ ସଂହାରିଲେ ସଂସାର ସଙ୍କଟୁ ତାରିଲେ। ଅଗାଧ ସରୋବର ମଧ୍ୟେ କୁମ୍ଭୀର ଗଜରାଜ ପାଦେ। ଧଇଲା ଅତି ଦୃଢ଼ ବଳେ ହସ୍ତିର ଚରଣ ନିଶ୍ଚଳେ।
ଚଳି ନ ପାରି ଯୂଥପତି ଆରତେ ଡାକିଲା ଶ୍ରୀପତି। ହସ୍ତେ କମଳ ଉର୍ଦ୍ଧେ ତୋଳି ନୟନୁ ଅଶ୍ରୁଜଳ ଗଳି। ଆଦି ପୁରୁଷ ଲୋକନାଥ ତୀର୍ଥ ପବିତ୍ର ତ ଚରିତ। ଶ୍ରବଣ ମଙ୍ଗଳ ତ ନାମ ପୁଣ୍ୟ ପୁରୁଷ ଗୁଣ ଧାମ। ସେ ହରି ସ୍ଥିତ ଯୋଗ ଧ୍ୟାନ ଗଜ ବିକଳ ଅନୁମାନ। ମରଣ କାଳେ ସୁମରିଲା ବିଷ୍ଣୁର ସମାଧି ଭାଜିଲା। ତାର ମହିମା ଅପ୍ରମେୟ ନିମିତ୍ତେ ବହେ ନାନା ଦେହ। ଦକ୍ଷିଣ ଭୁଜେ ଚକ୍ର ଧରି ଗରୁଡ଼ କନ୍ଧେ ବିଜେ କରି। ଚକ୍ର ପ୍ରହାରେ ନକ୍ର ମାରି ହସ୍ତିର ଶୁଣ୍ଡ ହସ୍ତେ ଧରି। ଜଳୁ ଧରି ନାରାୟଣ ଅନ୍ତର ହେଲେ ତତକ୍ଷଣ। ଅଦିତି ପୁତ୍ରଙ୍କରେ ସାନ ଗୁଣରେ ଜ୍ୟେଷ୍ଠ ସେ ବାମନ। ତ୍ରିପାଦେ ତିନି ଲୋକ ଜିଣି ସେ ଅଧିଯଜ୍ଞ ନାମ ଭଣେ। ଯେ ଧର୍ମ ମାର୍ଗେ ନିତ୍ୟ ଥାନ୍ତି ଯାଚଞ୍ଜା ବିନା ତା ସମ୍ପତ୍ତି। ଈଶ୍ୱର ଆଦି ତନୁ ଧରି କେହି ନ ପାରେ ତାହା ହରି। ସେ ବଳି ଦୃଢ଼ ସତ୍ୟ ମନେ ଶ୍ରୀକୃଷ୍ଣ ଚରଣ ଆରାଧନେ। ମନ୍ତ୍ରୀର ବଲନ ଶୁଣିଲା ତ୍ରିପାଦ ଭୂମି ଦାନ ଦେଲା। ବିଷ୍ଣୁର ପାଦ ଜଳେ ଇଚ୍ଛା ଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା। ସର୍ବ ସମ୍ପଦ ଆତ୍ମା ତୁଲେ ଅର୍ପିଲା ବିଷ୍ଣୁ ପାଦ ମୂଳେ। ତୁଜେ ନାରଦ ତାର ଅଂଶେ ଶରୀର ବହୁ ମୋର ବଂଶେ। ସେ ଭାବେ ହୋଇ ଯେହୁ ତୋଷ ଜ୍ଞାନ କହିଲା ହୋଇ ହଂସ। ତହୁଁ ଲୋଭିଲୁ ଦିବ୍ୟ ଜ୍ଞାନ ଯେ ଯୋଗୀ ଗଣେ ବିଦ୍ୟମାନ। ସେ ମନ୍ୱନ୍ତରେ ମନୁବଂଶେ ସ୍ୱତେଜେ ଚକ୍ରବର୍ତ୍ତୀ ଅଂଶେ। ଦୁଷ୍ଟ ରାଜାଙ୍କୁ ଦଶ ଦିଗେ ଜିଣି ସ୍ଥାପିଲା ସାଧୁ ମାର୍ଗେ। ତ୍ରିଲୋକ ପରେ ସତ୍ୟ ଲୋକେ କୀର୍ତ୍ତି ବିସ୍ତାରି କୌତୁକେ। ସେ ଧନନ୍ତରୀ ରୂପ ଧରି ବ୍ରାହ୍ମଣ ମଧ୍ୟ ଅବତରି ହରିଲା ପ୍ରାଣୀଙ୍କର ବ୍ୟାଧି ଭିଆଇ ମନ୍ତ୍ର ମୌଷଧି। ଯଜ୍ଞେ ସ୍ୱଭାଗ ଭୋଗ କଲା ପ୍ରାଣୀକି ଆୟୁର୍ବେଦ ଦେଲା। ବ୍ରାହ୍ମଣ ବଧ ଦେଖି କୋପେ ସେ ପୁଣି ପରଶୁରାମ ରୂପେ। ପରଶୁ ଦକ୍ଷ ଭୁଜେ ଧରି ଅବନୀ ପର୍ଯ୍ୟଟନ କରି। କ୍ଷତ୍ରିଙ୍କ ରୁଧିର ତର୍ପଣେ ତୋଷିଲା ନିଜ ପିତୃଗଣେ। ମୋର ବଚନେ ଦଇତାରି ଇକ୍ଷ୍ୱାକୁ ବଂଶେ ଅବତରି। ପିତା ବଚନେ ଗଲା ବନ ସ୍ୱପତ୍ନୀ ସହିତେ ଲକ୍ଷ୍ମଣ। ସୀତା ରାବଣ ନେଲା ହରି ସେ କୋପେ ତାର ବଂଶ ମାରି। ବିଭୀଷଣଙ୍କୁ ଲଙ୍କା ଦେଲେ ଦେବଙ୍କ ଭୟ ନିବାରିଲେ। ତ୍ରିପୁର ବୋଧେ ଜହ୍ନେ ହର ସେ ରୂପେ ତେଜ ରଘୁବୀର। ସେ ତେଜେ ଉରଗ ମକର ନକ୍ର ସମୂହ ଥରର। ଜଳଦି ତାରେ ଭୟ କରି ତାହାର ନିଜ ରୂପ ଧରି। ଚରଣେ ଶରଣ ପଶିଲା ଲଙ୍କା ଗମନେ ମାର୍ଗ ଦେଲା। ଯେ ଦଶ ଗ୍ରୀବର ମହିମା ଅତି ପ୍ରତାପୀ ଗୁରୁ ସୀମା। ଦିଗ ବିଜୟ ଲଙ୍କାପତି ଐରାବତ ନାମେ ହସ୍ତି। ତାହାର ସଙ୍ଗେ ବାଦ କରି ଉର ସ୍ପର ସେ ଦନ୍ତ ଚୁରି।
ଦେଖି ଭାଜିଲା ଗଜ ଶ୍ରେଷ୍ଠ ରାବଣ ସଙ୍ଗେ କାହିଁ ହଟ। ସେହି ରାବଣ ଦର୍ପରଣେ ଶ୍ରୀରାମ ସଂହାରିଲେ ବାଣେ। ଭୂମିର ଭାରା ନିବାରଣେ କ୍ଷୀର ସମୁଦ୍ରେ ଦେବଗଣେ। ଈଶ୍ୱର ସଙ୍ଗେ ଦେବ ବଳେ ନମିଲେ ଚରଣ କମଳେ। ଅନେକ ମତେ ସ୍ତୁତି ଭଣି ବିଷ୍ଣୁ ସନ୍ତୋଷ ତାହା ଶୁଣି। ସନ୍ତୋଷେ ଶୁକ୍ଳ କୃଷ୍ଣ କେଶ ଜଙ୍ଗୁ ଉପାଳି ହୃଷିକେଶ। ସେବେ ନିରମ ମୋହି ତଳେ ଅସୁର ବଳ ସଂହାରିଲେ। ହରିରେ ଅବନୀର ଭାର ମହାମହିମ ଚକ୍ରଧର। ତିନି ଦିବସେ ନାରାୟଣ ଶୋଷିଲେ ପୂତନାର ପ୍ରାଣ। ମାସକେ ନନ୍ଦ ଗୃହେ ହରି ପାଦେ ସପଟା ଚୂର କରି। ଦଧି ମନ୍ଥନ କାଳେ ଧରି ରୋଳେ ବାନ୍ଧିଲା ନନ୍ଦ ନାରୀ। ସେ ରୋଳ ସଙ୍ଗେ ନନ୍ଦବଳା ବେନି ଅର୍ଜୁନ ମଧ୍ୟେ ଗଲା। ଅତି ଉତ୍ସର୍ଗ ବେନି ବୃକ୍ଷେ ଉପୁଡ଼ି ପଡ଼ିଲା ପ୍ରତ୍ୟକ୍ଷେ। ସେ ପୁଣି ଗୋବତ୍ସା ରକ୍ଷଣେ କାଳିନ୍ଦୀ ତଟେ ବୃନ୍ଦାବନେ। ବତ୍ସା ବାଳକ ବିଷ ଜଳେ ପଶିଲେ ତୃଷାର ବିକଳେ। ସକଳେ କଲେ ଜଳପାନ ତକ୍ଷଣେ ହାରିଲେ ଜୀବନ। ଅଦ୍ଭୁତ ଦେଖି ଭାବଗ୍ରାହୀ ଅମୃତ ନୟନେ ଅନାଇ। ତାହାଙ୍କୁ ଜୀବଦାନ ଦେଲେ ସେ ଜଳେ ସର୍ପକୁ ଦେଖିଲେ। ଜିହ୍ୱା ଚଞ୍ଚଳ ବିଷ ବଳେ ବିହାର କାଳିନ୍ଦୀର ଜଳେ। ଦୂରେ ନିବେଶି ନାଗ ବଳ ଅମୃତ କଲେ ବିଷ ଜଳ। ଜନ୍ତୁଙ୍କୁ କରାଇଲେ ପାନ ଅଦ୍ଭୁତ ଗତି ଭଗବାନ। ଅମ୍ବିକା ବନେ ଗୋପ ଜନେ ଶୟନେ ନିଶି ଅର୍ଥମାନେ। ଅଗ୍ନି ବେଢ଼ିଲା ବେଗେ ଆସି ପ୍ରଳୟ ନଳ ପ୍ରାୟ ଦିଶି। ଅନଳ ଦେଖି ନନ୍ଦବଳା ବଦନ ଲୁଚାଅ ବୋଇଲା। ହସ୍ତେ ଲୁଚାଇଲେ ବଦନ ଗୋବିନ୍ଦ କଲେ ଅଗ୍ନିପାନ। ବାନ୍ଧିବା ପାଇଁ ଡୋର ଆଣି ଯେତେ ଜଖିଲା ନନ୍ଦରାଣୀ। ବାନ୍ଧି ନ ପାରେ ନନ୍ଦ ନାରୀ ମହାମହିମ ନରହରି। ମାତାର କୋଳେ ବସିଥିଲା ଜୃମ୍ଭଣେ ମୁଖ ବିସ୍ତାରିଲା। ଗୋପୀ ଚାହିଁଲା ତା ବଦନ ଉଦରେ ଅଶେଷ ଭୁବନ। ବରୁଣ ପୁରୁ ଦଇତାରି ନନ୍ଦକୁ ବନ୍ଦୀ ମୋକ୍ଷ କରି। ବରୁଣ ପୁରୁ ଯେତେବେଳେ ନନ୍ଦକୁ ଆଣିଲେ ଗୋକୁଳେ। ଗୋପାଳେ ବରୁଣ ଭୁବନ ଦେଖିବେ ବୋଲି କଲେ ମନ। ତାହାଙ୍କୁ ନିଦ୍ରା କାଳେ ନେଇ ବରୁଣ ଭୁବନ ଦେଖାଇ। ପୁଣି ଦୟାରେ ଭଗବାନ ଦେଖାଇ ଆପଣା ଭୁବନ। ସେ ପୁଣି ବଳଦେବ ସଙ୍ଗେ ବନେ ଖେଳନ୍ତି ନାନା ରଙ୍ଗେ। ବ୍ୟମ ଅସୁର ମାୟା କଲା ଗୋପାଳ ପୁଅଙ୍କୁ ହରିଲା। ଗିରି କ୍ରୋଟରେ ନେଇ ଥୋଇ ଦ୍ୱାର ରୁନ୍ଧିଲା ଶିଳା ଦେଇ। ତାହା ଜାଣିଲେ ଚକ୍ରପାଣି ବନ୍ଦୀରୁ ଗୋପସୂତ ଆଣି। ଅସୁର ଜୀବନ ହରିଲେ ପୁଣି ଅଦ୍ଭୁତ କର୍ମ କଲେ। ଗୋପାଳେ ନନ୍ଦ ଗୋପ ମେଳେ ଇନ୍ଦ୍ର ଉତ୍ସବ ଯଜ୍ଞ କାଳେ। ଗୋବିନ୍ଦ ବୋଲେ ଯଜ୍ଞ ଭାଞ୍ଜି ପର୍ବତ ଗୋବର୍ଦ୍ଧନ ପୂଜି। ଇନ୍ଦ୍ର କପିଲା ଯଜ୍ଞ ଭଙ୍ଗେ ମେଘ ପବନ ଘେନି ସଙ୍ଗେ। ଇନ୍ଦ୍ର ବରଷେ କୋପ କରି ପ୍ରଳୟ କାଳେ ଯେହ୍ନେ ବାରି। ତା ଦେଖି କୃଷ୍ଣ ଦୟା ଚିତ୍ତେ ଗୋରୁ ଗୋପାଳ ରକ୍ଷା ଅର୍ଥେ। ଶପଥ ବରଷ କୁମାର ହସ୍ତେ ଉପାଡ଼ି ଗିରିବର। ଛତ୍ର ପରାଏ ବାମ କରେ ତେଜି ତୋଳିଲା ଅଙ୍ଗୁଳି ଅଗ୍ରରେ। ଶପଥ ଦିନ ବରଷିଲା କୃଷ୍ଣର କରେ ଗିରି ଥିଲା। ଭୟେ ଚିନ୍ତିଣ ସୁରରାଏ ଶରଣ ଗଲା କୃଷ୍ଣ ପାଏ। ଆସି ସୁରଭି ଘେନି ସଙ୍ଗେ ପୂଜିଲା କୃଷ୍ଣ ପାଦ ଯୁଗେ। ଗୋବିନ୍ଦ ନାମ ଦେଇ ଗଲା ସନ୍ତୋଷେ ପୁରେ ପ୍ରବେଶିଲା। ପୁଣି ଶରଦ ଋତୁ କାଳେ ଗୋବିନ୍ଦ ଯୋଗ ମାୟା ବଳେ। ରାତ୍ରେ ଶଶାଙ୍କ ରଶ୍ମି ଚାହିଁ ରାସ ଉତ୍ସବେ ଭାବଗ୍ରାହୀ। ମଧୁର ବେଣୁ ନାଦ ଗୀତେ ମନ ମୋହିଲେ ବାମା ଯେତେ। ଅନଙ୍ଗ ମୋହେ ବ୍ରଜ ନାରୀ ଗୋବିନ୍ଦ ସଙ୍ଗେ କ୍ରୀଡ଼ା କରି। ଶୁଣି କୃଷ୍ଣର ବେଣୁ ସନ ମିଳିଲା କୁବେର ନନ୍ଦନ।
ଗୋପୀଙ୍କୁ ହରିବାର ଆସେ, ଲୁଚି ବସିଲା ବନ ଦେଶେ। ତାହାକୁ ଧରି ବେଣୁଧର, କର ପ୍ରହାରେ ଛେଦି ଶିର। ମଣି ହରିଲେ ତାର ଶିରୁ, ଅଶେଷ ଜନ ପିତା ଗୁରୁ। ପ୍ରଳମ୍ବା ବକା ବତ୍ସାସୁର, କେଶୀ ଧେନୁକା ଷଣ୍ଢାବୀର। ମୁଷ୍ଟିକ ମଲ୍ଲ କୁବଳୟା, କଂସ ଯବନ ଘୋର ମାୟା। ନାରକା ଶାଲ୍ୟ ପୁଣ୍ଡରୀକ, କପି ବଳ୍ୱଳ ଦନ୍ତବକ୍ର। ଶପଥ ଷଣ୍ଢ ବିଦୁରଥ, ସମ୍ବର ରୁକ୍ମିଣୀର ଭ୍ରାତ। କାମ୍ବୋଜ ମତ୍ସ୍ୟକୁରୁ ବୀରେ, ସୃଞ୍ଜୟ କେକୟ ପରେ। ଏହାକୁ ସଂଗ୍ରାମେ ନିବାରି, ଭୀମ ଅର୍ଜୁନ ସଙ୍ଗେ କରି। ପରମ ପଦେ ଦେଲେ ସ୍ଥାନ, ମାୟା ମନୁଷ୍ୟ ଭଗବାନ। କଳି ପ୍ରବେଶେ କାଳ ବଳେ, ପ୍ରାଣୀଏ ଚେତନା ଅଞ୍ଚଳେ। ଭାରତୀ ନ ପାରନ୍ତି ଧରି, ଅଳ୍ପ ଆୟୁଷ ଦେଖି ହରି। ଜନ୍ମିଲେ ବ୍ୟାସ ରୂପ ଧରି, ଅଶେଷ ଶ୍ରୁତି ଶାସ୍ତ୍ର କରି। ବେଦ ଦ୍ରୁମକୁ ଶାଖା କଲେ, ଏକୁ ଅନେକ ବୁଦ୍ଧି ବଳେ। ଅସୁରେ ରହି ବେଦ ମାର୍ଗେ, ମାୟା ବିମାନେ କଳି ଯୁଗେ। ମୟ ଦୈତର ସଙ୍ଗତେ, ଦୃଶ୍ୟ ଅଦୃଶ୍ୟ ବେନିପଥେ। ସେ କଥା ଜାଣି ଜଗନ୍ନାଥେ, ବୁଦ୍ଧାବତାରେ ଜନହିତେ। କପଟ ମାୟା ମୋହ ବେଶେ, ପାଷାଣ୍ଡ ମାର୍ଗ ଉପଦେଶେ। ଅନେକ ମତେ ବୁଝାଇବେ, ସୁଜନ ଜନଙ୍କୁ ରଖିବେ। ପୁଣି ଏ କଳି ଯୁଗ ଅନ୍ତେ, ସାଧୁଜନଙ୍କ ଗୃହ ଗତେ। କୃଷ୍ଣ ସ୍ମରଣ ଗୁଣ ଗାଥା, ନହି ବଜେଇବେ ହରି କଥା। ଦିଜେ ପାଷାଣ୍ଡ ଆଚରିବେ, ସେ ପଞ୍ଚ ଯଜ୍ଞ ନ କରିବେ। ରାଜା ହୋଇବେ ଶୂଦ୍ର ଜନେ, ପ୍ରଜା ପୀଡ଼ିବେ କର ଧନେ। ଯେ ସ୍ୱଧା ବସତ୍କାର, ଛାଡ଼ି କରିବେ ଦୁରାଚାର। ହେମନ୍ତ ଦେଖି କଳ୍କି ରୂପେ, ଅଶ୍ୱ ଆରୋହୀ ମହାକୋପେ। ଖଡ଼ଗ ଧରିବେ ନିହସ୍ତେ, ଶେଷେ ସ୍ଥାପିବେ ଧର୍ମ ପଥେ। ସର୍ଜନେ ମୋହି ଋଷି ନବ, ପ୍ରଜାପତିଏ ତପୋଭାବ। ସ୍ଥିତିରେ ଧର୍ମ ମନୁଗଣ, ଯଜ୍ଞ ସ୍ୱରୂପ ବିଷ୍ଣୁ ପୁଣ। ଅମର ଗଣ ରାଜା ଗଣ, ସଂହାରେ ଅଧର୍ମ କାରଣ। ଯେ ହର ହରେ ତିନି ପୁର, ଉରଗ ଆଦି ଯେ ଅସୁର। ଅନନ୍ତ ଶକ୍ତି ଦାମୋଦର, ଏ ସର୍ବ ବିଭୂତି ତାହାର। ଯେଣୁ ସେ ମାୟା ରୂପ ଧରେ, କଳ୍ପ କଳ୍ପାନ୍ତେ ସୃଷ୍ଟି କରେ। ଯେ ବିଷ୍ଣୁ ନାଭିଜାତ ପାଦ, ଆବରି ଭୁବନ 14। ଯା ବେଗେ ପ୍ରକୃତି କମ୍ପିଲା, ନିଜ ବିକ୍ରମେ ଯେ ଧଇଲା। ସେ ବିଷ୍ଣୁ ମହିମା ସଂସାରେ, କେ ଗଣି ସଂଖ୍ୟା କରିପାରେ। ଯେ କବି ଭୂମି ରେଣୁ ଗଣି, ସେ କି ପାରିବ ପରିମାଣି। ତାହାର ମାୟା ବଳ ଗତି, ତା ଅନ୍ତ କେହି ନ ଜାଣନ୍ତି। ତୋର ଅଗ୍ରଜ ମୁନି ଶାନ୍ତ, ସେ କାହିଁ ଜାଣିବେ ତଦନ୍ତ। ବ୍ରହ୍ମା ଶଙ୍କର ନ ପ୍ରମାଣେ, ଅପରେ କେବା ତାହା ଜାଣେ। ବାସୁକୀ ଅୟୁତ ବଦନେ, ସମର୍ଥ ନହେ ଗୁଣଗାନେ। ଯାହାରେ ହରି ଦୟା କରେ, ସେ ଯେବେ ନିଷ୍କପଟ ଧରେ। ଦୁସ୍ତର ମାୟା ସେ ତରନ୍ତି, ଦୁଃଖ ସଙ୍କଟେ ନ ପଡ଼ନ୍ତି। ଶ୍ୱାନ ଶୃଗାଳ ଭକ୍ଷ ଦେହେ, ମୋର ବୋଲି ଜ୍ଞାନ ନୋହେ। ଏବେ ନାରଦ ଶୁଣ ଧୀରେ, ଯେ ବାତରିଲେ ମାୟା ଘୋରେ। ତା ମାୟା ଚିତେ ଜାଣି ଭୋଲେ, ଯେ ସଂସାର ତରି ଗଲେ। ମୁହିଁ ଜାଣଇ ମାୟା ତାର, ତୁ ଜାଣଇ ଶଙ୍କର। ପ୍ରହ୍ଲାଦ ଜାଣେ ଅନ୍ତର୍ଗତେ, ମନୁ ଯେ କୁଟୁମ୍ବ ସହିତେ। ପ୍ରାଚୀନ ବହିର୍ଭୁଅଙ୍ଗ, ଧ୍ରୁବ ଇକ୍ଷ୍ୱାକୁ ମୁଚୁକୁନ୍ଦ। ବିଦେହ ସୌମ୍ୟ ସୁତ ଗାଧି, ରଘୁ ଆମ୍ବରୀଶ ସୁବୁଧି।
গয় নাহংস আদি যেতে শুণ নারদ কহু তোতে মান্ধা তাళর্ক শতধনু রন্তি দেব যে গঙ্গা শুনু অমূর্ত রয় যে সৌরভী দিলীপ উত্তঙ্ক যে বলি শিবি দেবল পিপলাদ সারস্বত সঙ্গে উদ্ধব যে পরাশর ভুরি সেন রাবণ ভ্রাতা হনুমান শুক যে উপইন্দ্রদত্ত বিদুর আষ্টি সেন পার্থ ব্রাহ্মণ সুত দেব তুলে বিষ্ণু মায়ারু তরি গলে তীর্যক হুণ শূদ্র স্ত্রী সবর আদি গলে তরি কৃষ্ণর রূপে মন যার কিবা কহিবা গতি তার অদ্ভুত কর্ম যে তাহার যে ভাবে নাহি পরাপর তা ভক্তি শিକ୍ଷା অটে যার ସେହି ତରନ୍ତି ମାୟା ଘର ନିତ୍ୟ ପ୍ରଶାନ୍ତ ସେ ନିର୍ଭୟ ପ୍ରବୋଧ ମାତ୍ର ଯାର ଦେହ ନିତ୍ୟ ପ୍ରଶାନ୍ତ ସେ ନିର୍ଭୟ ପ୍ରବୋଧ ମାତ୍ର ଯାର ଦେହ ସେ ଶୁଦ୍ଧ ସର୍ବ ଘଟେ ସମ ରୂପ ରୂପ ପରଧାମ ଶବ୍ଦ ନ ପାରେ ଯାହା କହି ଅନେକ କ୍ରିୟା ଯୋଗ ବହି ଯାର ସମ୍ମୁଖେ ଭଗବତୀ ଲାଜେ ପଳାଇ ଶିରପତି ଯେ ବ୍ରହ୍ମଜ୍ଞାନୀ ମୁନି ଗଣେ ଯାହା ସ୍ମରନ୍ତି ଅନୁକ୍ଷଣେ ନିଜ ସ୍ୱରୂପ ତାର ଚିନ୍ତି ପରମ ପୁରୁଷ ବୋଲନ୍ତି ଅଜସ୍ର ସୁଖ ସେ ବିଶୋକ ନାହିଁ ଯାହାର ରୂପରେଖ ଯାହାର ପାଦ ଦୃଢ଼ ଚିତେ ଯୋଗୀ ଧାରଣା ଅନ୍ତର୍ଗତେ ଭାବି ଛାଡ଼ନ୍ତି ସର୍ବତାପ ଇନ୍ଦ୍ର ନ ଖୋଳେ ଯେନେ କୂପ ସେ ହରି কৈবল্যনাথ ভাব স্বভাব এ জগত করায় সর্বদেহে বসি সমাধি স্বভাব প্রকাশী দেহ বীজକୁ কাଳେ দেহি গগন প্রায় শূন্য রহি তেণে তাহার সঙ্গ নাহি জনম মৃত্যু তার কাহি এ পুত্র কহিলি মু তোতে হরি মহিমা ভাবি চিতে শত অশত রূপ ସେହି অশেষ মায়া রূপ বহি করই আত্মা খেଳ লীলা তার চরিত ভব ভেଳା ଏ ଭାଗବତ ଧର୍ମ ଯେତେ ଗୋବିନ୍ଦ କହିଥିଲେ ମତେ ଏ ସର୍ବ ସଂଗ୍ରହର ମୂଳ ଶେଷ ଧର୍ମ ଯଜ୍ଞ ଫଳ ଲୀଳା ବିସ୍ତାରି କହ ମୁଖେ ସୁଜନ ଜନଙ୍କର ସୁଖେ ଯେମନ୍ତେ ପ୍ରାଣୀଙ୍କର ଚିତେ କୃଷ୍ଣ ବିଷୟ ବିରତେ ଯେମନ୍ତେ ନାଶେ ଶୋକମୋହ ଇତି ସଂକଳ୍ପିତା ତକଃ ବର୍ଣ୍ଣିଲେ ଈଶ୍ୱରର ମାୟା ସେ ଗୁଣେ ଯାରେ ତାର ଦୟା ମାୟା ନ ଲାଗେ ତାର ଚିତେ ଯେ ଶୁଣେ ଗୁଣେ ଅବିରତେ ଏମନ୍ତ ଭାଗବତ ବାଣୀ ନାରଦ ବ୍ରହ୍ମା ମୁଖୁ ଶୁଣି ମନ ଆନନ୍ଦେ କୃତ କୃତ୍ୟ କହଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ବ୍ରହ୍ମା ନାରଦ ସମ୍ବାଦୋ नाम सप्तमोऽध्यायः। ओम नमो भगवते वासुदेवाय। हरि ओम।